आज गुरुवार ମୁଁ ଆପଣଙ୍କୁ ଶୁଣେଇବି କିଛି ସଂସ୍କୃତିର କଥା। ଜାଣିଛନ୍ତି ଆମେ ସମସ୍ତେ ଜାଣିଛେ ଆମର ପରମ ଆରାଧ୍ୟ ଜଗନ୍ନାଥ ମନ୍ଦିରରେ ବହୁତ ସ୍ୱତନ୍ତ୍ର ସବୁ ପ୍ରତିମୂର୍ତ୍ତି ଅଛନ୍ତି, ଯାହାକୁ ଆମେ ବହୁତ ଲୋକ ଯାଏ ତ ଦର୍ଶନ କରି ଆଣିବେ। ସେମିତି ଆମେ ସମସ୍ତେ ଜାଣିଛେ ସେଇଠି କଳ୍ପବଟ ମୂଳେ ଅଛନ୍ତି ବଟ ଗଣେଶ। ଜାଣିଛନ୍ତି ଆମେ ଜାଣିଛେ ସେଇ ବଟ ଗଣେଶଙ୍କର ମୂର୍ତ୍ତି ବହୁତ ସ୍ୱତନ୍ତ୍ର। ତାଙ୍କର ଚାରି ହାତ ଅଛି, ସେ ରୁଦ୍ରାକ୍ଷ ଧରିଛନ୍ତି ଆଉ ହାତରେ ଲଡ଼ୁ ଧରିଛନ୍ତି। ଆମେ ଜାଣିଛେ ଗଣେଶ ହେଉଛନ୍ତି ସର୍ବାଗ୍ୟ ପୂଜିତ। ସେମିତି ଶ୍ରୀମନ୍ଦିରରେ ଯେକୌଣସି ନୀତି ହେବା ଆଗରୁ ଜଗନ୍ନାଥଙ୍କ ପାଖରେ ତାଙ୍କୁ ପୂଜା କରାଯାଏ। ପ୍ରଥମେ ବଟ ଗଣେଶଙ୍କୁ ପୂଜା କରାଯାଏ। ମୋର ପ୍ରବଳ ବିଶ୍ୱାସ ଏବଂ ସତ ବି ଆପଣ ବଟ ଗଣେଶଙ୍କ ପାଖରେ ଯାହା ମାନସିକ କରିବେ ଆପଣଙ୍କର ପୂରଣ ହୁଏ। ଯେମିତି କଳ୍ପବଟ, ସେ କଳ୍ପବଟ ପାଖରେ ଅଛନ୍ତି ଏବଂ କଳ୍ପବଟର ଗୋଟେ ଶାଖାରେ ଗୋଟେ ଏମିତି ସେପ୍ ଅଛି ଯେମିତି ଗଣେଶଙ୍କ ମୂର୍ତ୍ତିକୁ ସେଇଟା ସୂଚାଏ। ଏବଂ ଆଉ ଗୋଟେ ସ୍ନାନ ପୂର୍ଣ୍ଣିମାରେ ଜାଣିଛନ୍ତି ଭଗବାନଙ୍କର ଶ୍ରୀ ଜଗନ୍ନାଥ ଆଦିବେଶ ହୁଅନ୍ତି। ତ ସେଇଥିରୁ ଜଣାପଡ଼େ ଜଗନ୍ନାଥଙ୍କର କେମିତି ସବୁ ଦେବଦେବୀଙ୍କ ପ୍ରତି କନେକ୍ଟେଡ଼ ରହିଛି। ତେଣୁ ଆପଣ ଯେବେ ବି ଯିବେ ବଟ ଗଣେଶଙ୍କ ପାଖରେ ନିହାତି ଦର୍ଶନ କରିବେ ଏବଂ ଭଗବାନଙ୍କୁ ଯାହା ଆପଣଙ୍କର